ଶ୍ରାବଣ ମାସର ହିନ୍ଦୁ ଧର୍ମ ଓ ସଂସ୍କୃତିରେ ବହୁତ ମହତ୍ତ୍ୱ ଅଛି। ଏହି ମାସ ଭଗବାନ ଶିବଙ୍କର ପୂଜା ଅର୍ଚ୍ଚନାରେ ସମ୍ପୂର୍ଣ୍ଣ ରୂପେ ସମର୍ପିତ ହୋଇଥାଏ। ବିଶେଷ କରି ସଧବା ନାରୀମାନେ ବ୍ରତ ପୂଜା ଓ ଶୃଙ୍ଗାର କରିଥାନ୍ତି ନିଜ ସ୍ୱାମୀର ଦୀର୍ଘାୟୁ କାମନା କରି। ସେଥିପାଇଁ ନାରୀମାନେ ଶ୍ରାବଣ ମାସରେ ସବୁଜ ଚୁଡ଼ି ପିନ୍ଧିଥାନ୍ତି। ଏହାର ବହୁତ ଆଧ୍ୟାତ୍ମିକ, ଭାବନାତ୍ମକ ଓ ବୈଜ୍ଞାନିକ ଲାଭ ମଧ୍ୟ ରହିଛି। ଶ୍ରାବଣ ସୋମବାରରେ ଶିବଙ୍କର ପୂଜା ହେବା ବେଳେ ମଙ୍ଗଳବାରରେ ମା ଗୌରୀଙ୍କର ଆରାଧନା ହୋଇଥାଏ। ମା ପାର୍ବତୀଙ୍କୁ ସବୁ ସୁହାଗ ସାମଗ୍ରୀ ଅର୍ପଣ କରାଯିବା ସହିତ ନିଜେ ମଧ୍ୟ ସଜବାଜ ହୋଇଥାନ୍ତି ନାରୀମାନେ। ଶ୍ରାବଣ ମାସ ବର୍ଷା ଋତୁର ସମୟ ହୋଇଥାଏ। ଚାରିଆଡ଼େ ସବୁଜ ଶସ୍ୟ ଶ୍ୟାମଳା ହୋଇଥାଏ। ସବୁଜ ରଙ୍ଗରେ ପ୍ରକୃତି ନୂତନ ଜୀବନ ଆରମ୍ଭର ସମୟ ଓ କୋମଳ ଭୂମି ଭଲ ସମୟକୁ ଦର୍ଶାଉଥାଏ। କୁହାଯାଏ ମାତା ପାର୍ବତୀଙ୍କୁ ଏହି ହରିଆଲି ବହୁତ ପସନ୍ଦ ହୋଇଥାଏ। ସେଥିପାଇଁ ନାରୀମାନେ ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସବୁଜ ଚୁଡ଼ି ପିନ୍ଧିଥାନ୍ତି। ସବୁଜ ଚୁଡ଼ି ମଙ୍ଗଳ, ଶାନ୍ତି ଓ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଏ। ଏହା ନାରୀମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ବେଦରେ ବର୍ଣ୍ଣନା କରାଯାଇଛି ସବୁଜ ରଙ୍ଗ ମନକୁ ଶାନ୍ତ କରିଥାଏ, ହୃଦୟ ଓ ମାନସିକ ସନ୍ତୁଳନ ରକ୍ଷା କରେ। ସବୁଜ ରଙ୍ଗ ହୃଦୟ ଚକ୍ରରେ ଜଡ଼ିତ ହୋଇଥାଏ। ଏହି ଚକ୍ର ପ୍ରେମ, କରୁଣା ଓ ଭାବନାତ୍ମକ ସନ୍ତୁଳନର କେନ୍ଦ୍ର ହୋଇଥାଏ। ଏହି ସବୁଜ ଚୁଡ଼ି ପିନ୍ଧିବା ଦ୍ୱାରା ନାରୀମାନଙ୍କର ଭିତରେ ପ୍ରେମ ଓ ସକାରାତ୍ମକ ଭାବନାର ଉତ୍ପନ୍ନ ହୋଇଥାଏ।